ସେଇକି ତ ଆଡେ ବସୁଥିବା ଫାଟିକି ନିଆଁ ଲାଗୁନି। କି ଭୂମିକମ୍ପ ନିଆଁ ବାହାରୁନି। ହଁ କେବଳ ଆମ ସର୍ବସାଧାରଣ ଯୋଗୁଁ ଲାଗୁଛି। ଆଚ୍ଛା ଆଚ୍ଛା ହେଲେ କିମତି ଏମିତି ଆମର ଦାସକାଠି ସ୍ୱରରେ କହିବା ହଁ ଆହେ ଜଙ୍ଗଲ ମଧି ନିଆଁ ନିଆଁ ଲାଗେ କିପରି ହେ ଜଙ୍ଗଲ ମଧି ନିଆଁ ନିଆଁ ଲାଗେ କିପରି ହେ ଜଙ୍ଗଲ ମତେ ନିଆଁ এই সর্বসাধারণ অসাবধানରୁ ସର୍ବସାଧାରଣ ଅସାବଧାନରୁ জঙ্গল দেহু ইহত সিরি হে ଜଙ୍ଗଲ ମତେ ନିଆଁ ନିଆଁ ଲାଗେ କିପରି ହେ ଜଙ୍ଗଲ ମତେ ନିଆଁ ভাই সর্বসাধারণ বলে আমি প্রত্যেক গ্রামবাসী ହେଲା ଗ୍ରାମବାସୀ ଯଦି ଆମେ ବନକୁ ଜାଗ୍ରତ କରିବା ତାହେଲେ ଅଗ୍ନି ସନ୍ଧ୍ୟା ରହିପାରିବନି ଅଗ୍ନି ନିଆଁ ଲାଗିପାରିବନି ଏକ ଆମେ ଜଙ୍ଗଲରେ ନିଆଁ ଲଗେଇବା ନାହିଁ ହଁ କି କାହାକୁ ଜଙ୍ଗଲରେ ନିଆଁ ଲଗେଇବା ଲଗେଇବାକୁ ସାହାଯ୍ୟ କରିବା ନାହିଁ ଛାଡ଼ିବା ନାହିଁ। ହଁ ଯିଏ ଧରୁନିଆ ନିଆଁ ଲଗେଇବାର ଦେଖିଦେଲେ ଆଚ୍ଛା ତାକୁ ଟାଣି ଆଣିବ ପ୍ରଶାସନକୁ ଜଣେଇବ ଆମର ଫରେଷ୍ଟ ରାଜ୍ୟ ମାନଙ୍କୁ ଜଣେଇବ ଜଣେଇବ ହଁ ସେମାନେ ତାକୁ ଶାସ୍ତି ଦେବେ। ଆଚ୍ଛା ଆଚ୍ଛା ତେଣୁ ଭାଇ କଥାରେ ଅଛି ହଁ ବଙ୍କା କାଠର ସଳକ ବାଡ଼େଇ ଏକା ସଳିଯିବ। ବାଢେଇବା ସଳେଇ ପାରିବ ଯେତେବେଳେ ବାର୍ଷି ଚୋଟା ପଡ଼ିଯିବ ଆଚ୍ଛା ସେ ବଙ୍କା କାଠରେ ସିଧା ହେଇଯିବ। ହଁ ସେମିତି ସେ ବଙ୍କାକୁ ଆମର ପ୍ରଶାସନ ବା ଷ୍ଟାଫ୍ ତାଙ୍କର ରେଞ୍ଜର ବିଭାଗରୁ ଆଚ୍ଛା ଆଚ୍ଛା ସଳିକି ଦେବେ ସାଇଜ କରିଦେବେ। ହଁ। କଣ କରିବେ କଣ କରିବେ ଆଗେ 3 ବର୍ଷ ଜେଲ ଯିବେ ଶୁଣ ବନ୍ଧୁକ ଏନ୍ତା ଗୁଡୁ ଗୁଡୁ ସନ୍ତା ପାଣ୍ଡୁ ନଡ଼ିଆ ଭଜାରେ 25,000 ଜୋରିମାନା ବାନ୍ଧିବେ ନିଦାନ। ଝିଲ୍ଲି ଖୋର୍ଦ୍ଧା ଖାଇବାକୁ ବ୍ରହ୍ମପୁର ଦାରେ ଏଣୁ କରି ଜଙ୍ଗଲରେ ନିଆଁ ଲଗାଇବ ନାହିଁ। ଝାମ୍ପୁରୀ ଲୋ ଝାମ୍ପୁରୀ ସିଙ୍ଗାଣି ଖାଇବୁ ହାପୁରୀ କାହିଁକି ଦଣ୍ଡ ହୋଇବ କହୁଛୁ ବୁଝାଇ। ପର୍ବତ ଶିଖରେ ଘର କରି ଫିରିବା ବତାସରେ ଗଲା ଜଙ୍ଗଲକୁ ଦୃଷ୍ଟି ସମ୍ବେଦୀୟ ପରା ଭଲା। ଝାମ୍ପୁରୀ ମୁଣ୍ଡିକି ବହୁ କରି ଫିରି